ଆଜିର ଭିଡ଼ିଓଟା ହେଉଛେ ଆବାସ ଯୋଜନାକେ ନେଇକରି। ତ ଆବାସ ଯୋଜନା ଲାଗି ସରକାର ଗୋଟେ ଘୋଷଣା କରିଛନ୍ ଯେ 50,000 ଟଙ୍କା ଅଧିକା ମିଲବା ବୋଲି। ହେଲେ ଆପଣମାନେ ଜାଣିଛନ୍ ଆବାସ ଯୋଜନା ଘର ତ ସମସ୍ତଙ୍କୁ ନେଇ ମିଲେ 50,000 ଟଙ୍କା ଅଧିକା। ଯେନ୍ ଆବାସ ଯୋଜନା ଘର ଦେବେ ସରକାର, ତ ଯେତେ ଟଙ୍କା ଦେବାର କଥା ସରକାର ଯେନ୍ଟାକି ଦେବେ, ତ ଆପଣମାନେ ଜାଣିଛନ୍ ଆବାସ ଯୋଜନାରେ ଯେନ୍ଟାକି 1,30,000 ଟଙ୍କା ମିଲୁଥିଲା। ହେଲେ ଏବେ ଯେନ୍ ନୂଆଟା ଦେବେ ସରକାର ଆବାସ ଯୋଜନା ଘର, ତ 1,30,000 ଦେବେ କି ତାଇରୁ ଅଧିକା ଦେବେ ସେଟା ତ ଘୋଷଣା ନାହିଁ। କିନ୍ତୁ ଯେତେ ବି ଦେବାର କଥା ତ ସରକାର ସେଟା ନିହାତି ଭାବେ ଦେବେ। ମନେ କରୁନ୍ 1,30,000 ବି ଯଦି ଦେଲେ ବୋଇଲେ ଆର୍ 50,000 ଟଙ୍କା ଅଧିକା ଦେବେ। ହେଲେ କେନ୍ ମାନକେ ସେ 50,000 ଟଙ୍କା ଅଧିକା ଦେବେ ଯେ ଆସୁନ୍ ଜାନମା ସେ ବିଷୟରେ। ତ ସମସ୍ତଙ୍କୁ ଯେନ୍ ମିଲବା, ମନେ କରୁନ୍ 1,30,000 ମିଲୁ କିମ୍ବା 1,40,000 ମିଲୁ, ନୂଆ ଆବାସ ଯୋଜନା ଘର ଯେତେବେଲେ আসবা, ତ ଯେତେ ଟଙ୍କା ବି ମିଲବା ସମସ୍ତଙ୍କ ଲାଗି ସମାନ ମିଲବା। ହେଲେ ସେ ଭିତରୁ ଆର୍ କେତେ ହିତାଧିକାରୀ ମାନଙ୍କୁ କେନ୍ ହିତାଧିକାରୀ ମାନଙ୍କୁ 50,000 ଟଙ୍କା ଅଧିକା ଦେବା ଲାଗି ସରକାର ଘୋଷଣା କରିଛନ୍। ହେଲେ କେନ୍ ମାନକେ ମିଲବା ସେ ଭିତରୁ 50,000 ଟଙ୍କାର ଅଧିକା ଯେ ଆସୁନ୍ ଜାନମା ସେ ବିଷୟରେ। ତ ଦେଖୁନ୍ ଯେନ୍ଟା କି ସରକାର ପେପର ମାଧ୍ୟମରେ ଯେନ୍ ଅପଡେଟଟା ଦେଇଛନ୍, ଗଣମାଧ୍ୟମ ରିପୋର୍ଟ ଅନୁସାରେ ଯେନ୍ ଅପଡେଟଟା ଆସିଛେ, ସେ ଅପଡେଟ କେ ନେଇକରି ହିଁ ଆମେ ଆପଣଙ୍କୁ ଜଣାଉଛୁ, ଆମେ ଆପଣଙ୍କୁ କହୁଛୁ। ତ ଦେଖୁନ୍ ଯେନ୍ଟା କି ଆସିଛେ ଅପଡେଟଟା, ବଣ୍ଡାଘାଟିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସ୍ଥିତି ପରଖିଥିବା ନେଇ ଶୁକ୍ରବାର ଖବର ସାମ୍ନାକୁ ଆସିଛି। ସୁଭଦ୍ରା ଓ ଆବାସ ଯୋଜନା ବାବଦରେ ଲୋକଙ୍କୁ ଭେଟିଛନ୍ତି ଉପମୁଖ୍ୟମନ୍ତ୍ରୀ। ସୁଭଦ୍ରାରେ 2932 ରିଜେକ୍ଟ ଆବେଦନର ସାନି ବିଚାର ହେବ ବୋଲି ସେ କହିଛନ୍ତି। ସରକାରୀ ପ୍ରତିନିଧି ଆସି ଘର ଘର ବୁଲି ସମସ୍ୟାର ସମାଧାନ କରିବେ। ଆବାସ ଯୋଜନାରେ ଘର ନିର୍ମାଣ ପାଇଁ ଏଠି ଅଧିକ ଖର୍ଚ୍ଚ ହେଉଛି। ତେଣୁ ସରକାର ବଣ୍ଡାଘାଟିବାସୀଙ୍କୁ ଆବାସ ପାଇଁ ଅଧିକ 50,000 ଟଙ୍କା ଦେବେ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ତ ଦେଖୁନ୍ ଯେନ୍ଟାକି ଆବାସ ଯୋଜନା ଘର ଯେତେବେଲେ ମିଲବା, ତ ସେ ଆବାସ ଯୋଜନା ଘରରେ ବଣ୍ଡାଘାଟିବାସୀମାନଙ୍କର ଲାଗି, ଯେନ୍ମାନେ ବଣ୍ଡାଘାଟିର ଅଛନ୍, ତ ସେ ବଣ୍ଡାଘାଟିବାସୀମାନଙ୍କର ଲାଗି 50,000 ଟଙ୍କା ଆର୍ ଅଧିକା ମିଲବା। ମାନେ ଆବାସ ଯୋଜନା ଘର ଲାଗି ଯେତେ ଆମାଉଣ୍ଟ ଦେବେ ସରକାର, ତ ସେ ଭିତରୁ ବଣ୍ଡାଘାଟିବାସୀଙ୍କୁ ଆର୍ 50,000 ଟଙ୍କା ଅଧିକା ଦେବେ। କାହିଁ ଯେ ଦେବେ କି ବଣ୍ଡାଘାଟିରେ ଯେହେତୁ ଘର ବନାବାର ଲାଗି ଅଧିକ ଖର୍ଚ୍ଚା ହେଇଥିସି ବୋଲି ଯେତେବେଲେ ଉପମୁଖ୍ୟମନ୍ତ୍ରୀ ଯାଇକରି ଦେଖିଛନ୍, ତ ସେତେବେଲେ ଯେହେତୁ ଘୋଷଣା କରିଛନ୍, ସେଥିଲାଗି ଘୋଷଣା କରିଛନ୍ କି ଆବାସ ଯୋଜନା ଘରେ ଯେତେ ଟଙ୍କା ବି ମିଲବା, ତ ସେ ଭିତରୁ ଆର୍ 50,000 ଟଙ୍କା ଅଧିକା ମିଲବା। ମନେ କରୁନ୍ 1,30,000 ମିଲୁ, 1,40,000 ମିଲୁ, 1,50,000 ମିଲୁ, ଯାହା ବି ମିଲବାର କଥା ଯେନ୍ ମିଲସି ସମସ୍ତଙ୍କୁ ସମାନ ଆମାଉଣ୍ଟ ମିଳିଥିସି। ତ ସମସ୍ତଙ୍କୁ ସମାନ ଆମାଉଣ୍ଟ ମିଲବା। ଆବାସ ଯୋଜନା ଘରଟା ଯେତେବେଲେ ଆଇବା, ଆବାସ ଯୋଜନା ଘରଟା ଯେତେବେଲେ ଦେବେ, ତ ସେଠି ବି ଯେନ୍ 1,30,000 ଟଙ୍କା ଦେବେ, ସେ 1,30,000 ଦେବି ଆର୍ 50,000 ଟଙ୍କା ଅଧିକା ଦେବେ। ହେଲେ କେବଳ ଇ ମାନକେ ଦେବେ କି ବଣ୍ଡାଘାଟିରେ ଯେନ୍ ମାନେ ଅଛନ୍ ସେମାନକେ ଏକା ଦେବେ 50,000 ଟଙ୍କା ଆର୍ ଅଧିକା। ଠିକ୍ ଅଛେ।